क्वेश्चनटी ହେଲା କେଉଁ ସଂଖ୍ୟାରେ 7 ଯୋଗ କରି 8 ଅନ୍ତର କଲେ ସଂଖ୍ୟାଟି 35 ହେବ। ଏଇ ଟାଇପ୍ର ଯଦି କ୍वेଶ୍ଚିନ୍ ଥିବ ଆକୁ ଆମେ କେମିତି ସଂଖ୍ୟାଟି ବାହାର କରିବା। ଏଠି ଦେଇଛି କେଉଁ ସଂଖ୍ୟାରେ 7 ଯୋଗ କରି 8 ଅନ୍ତର କଲେ ମାନେ ଫେଡ଼ିଲେ ଆମର 35 ହେବ। ଆମେ ଏଇ ପଟୁ ଆଗ କାମ କରିବା। ଆମେ ବର୍ତ୍ତମାନ ଦେଖିବା 35ରେ ଆଗ କ'ଣ କରିବା, 8 ଅନ୍ତର କରି ଅଛି ମାନେ 8କୁ ମିଶାଇବା। ସଂଖ୍ୟାଟି ବାହାର କରିବାକୁ ହେଲେ ଏଇ ଟାଇପ୍ର କରିବା। 35ରେ 8 ମିଶିଲେ ଆମର ହେବ କେତେ, 8 5 13, 43 ହେଲା। 43 ହେଲା। ଅନ୍ତର କରି 7 ଯୋଗ କରି ଅଛି ମାନେ 7 ଏଠି ଯୋଗ କରି ଏପଟୁ ଆଣିଲେ ସବୁ ଅନ୍ତର ଥିଲେ ଫେଡ଼ାଣ ଥିଲେ ମିଶାଣ କରିବା, ଏଇପଟୁ କଲେ ଯୋଗ ଥିଲେ ଫେଡ଼ିବା ହେଲା ସଂଖ୍ୟାଟିକି। ସେମିତି ଆମେ କରିବା 35କୁ ମିଶାଇବା 8ରେ 43 ହେଲା। 43କୁ କ'ଣ କରିବା, ଫେଡ଼ିବା 7ରେ। ଯୋଗ କରିଅଛି ଏପଟିଆ ଆସିଛି, ଯୋଗ କରିଅଛି ଆମେ ଏପଟେ ଡାହାଣ ପଟିଆ କରିବା, ଡାହାଣରୁ ବାମକୁ ଯାଇକରି କରିବା। ଫେଡ଼ିବା 43ରୁ 7 ଗଲେ କେତେ ହେବ, 36 ହେଲା। ଦେଖିବା ଉତ୍ତରଟା ଆମର ଠିକ୍ ହେଉଛି କି ନାହିଁ। ସଂଖ୍ୟାଟି ଅତଏବ ଆମର ସଂଖ୍ୟାଟି ବାହାରିଲା କେତେ, 36 ସଂଖ୍ୟାରେ 7 ଯୋଗ କରି 8 ଅନ୍ତର କଲେ ସଂଖ୍ୟାଟି ଆମର କେତେ ହେବ, ସଂଖ୍ୟାଟି 35 ହେବ ହେଲା। 35 ତାକୁ ଏମିତି ହେଉଛି କି ନାହିଁ ଦେଖିବା। 36ରେ 7 ମିଶାଇବା ହେଉଛି କି ନାହିଁ ତାକୁ ଦେଖିବା ପାଇଁକି, କିନ୍ତୁ ଆନ୍ସର ଏଇଆ କରିବା। 36ରେ 7 ମିଶାଇଲେ ଆମର 43 ହେଉଛି। 43ରୁ 8 ଫେଡ଼ିଦେଲେ ହେଉଛି କେତେ, ବାହାରିଗଲା 35 ହେଲା। ଏଇ ଟାଇପ୍ର ଛୋଟ ଛୋଟ ଗଣିତ କିନ୍ତୁ ତାକୁ ବୁଝିକିରି କଲେ ଅତି ସହଜ ଲାଗିବ। ମୋ ଭିଡ଼ିଓଟି ଯଦି ଭଲ ଲାଗୁଥିବ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଲାଇକ୍ କମେଣ୍ଟ ଦେବେ। ମୁଁ ବିଭିନ୍ନ ପ୍ରକାର ଛୋଟ ଛୋଟ ବୁଝି ନ ପାରୁଥିବା ଗଣିତ ମୁଁ କହିବି।